ସତରେ ଜୀବନରେ ବଞ୍ଚିବା ଏତେ ସହଜ ନୁହେଁ। ଆଜି ସେଇ ପିଲାଦିନ କଥା ମନେ ପଡ଼େ। ଘରେ ଯଦି ରୋଷେଇ ହେଇନଥିବ, ମା' ସହିତ ଝଗଡ଼ା, କେଟ୍ ଏମିତି ହିଁ ଲାଗି ରହୁଥିଲା ପ୍ରତ୍ୟେକ ଦିନ। ଆଜି ଦେଖ ମୁଁ ବହୁତ ବଡ଼ ହେଇଯାଇଛି ଆଉ ନିଜେ ବି ରୋଷେଇ କରିକି ଖାଉଛି ଆଉ ସେ ପୁରୁଣା ଅତୀତ କଥା ବେଳେବେଳେ ମନେ ପଡ଼ିଯାଉଛି। ମୁଁ ମୋର ଲାଇଫଷ୍ଟାଇଲ୍ ଏମିତି ହିଁ ଆରମ୍ଭ କରେ। ସାଙ୍ଗମାନେ, ଆପଣମାନେ କେମିତି ଆରମ୍ଭ କରନ୍ତି ପ୍ଲିଜ୍ କମେଣ୍ଟ ମାଧ୍ୟମରେ ସୁନିଶ୍ଚିତ ଜଣାଇବେ। ସତରେ ଦେଖ ନିଆରା ଏ ରୋଷେଇ ତ କରିବାକୁ ପଡ଼ିବ ନା। ମୁଁ ରୋଷେଇ କରି ନେଇଥିଲି ମୋର ଦ୍ୱିପହର ପାଇଁ। କାହିଁକିନା ଦ୍ୱିପହରେ କାମ ସାରି ଆସିବା ପରେ ରୋଷେଇ କରି ଖାଇବାକୁ ତ ପଡ଼ିବ ନା। ତ ମୁଁ କିଛି ପ୍ରଣାଳୀ ଏମିତି କରିଥିଲି, ଯେମିତି ଅଣ୍ଡା ଆଉ ଆଳୁକୁ ସିଝେଇକି ରଖିଥିଲି। ତାପରେ ପୁଣି ତାକୁ ରୋଷେଇ କରି କିଛି ଅଣ୍ଡା ଆଉ କିଛି ଆଳୁ ମୁଁ ସିଝେଇ ଦେଇଥିଲି। ରାତି ପାଇଁ ବି ହେଇଯିବ, ଦ୍ୱିପହରେ ବି ହେଇଯିବ। ସକାଳେ କିଛି ନହେଲେ ଏପଟ ସେପଟ କରି ମ୍ୟାଗି ଖାଇ ଦେଇକି ପଳେଇଲେ ହେବ। କିନ୍ତୁ ଦ୍ୱିପହରେ ସଫିସିଏଣ୍ଟ ଖାଦ୍ୟ ତ ଖାଇବାକୁ ପଡ଼ିବ। ଆଉ ପାଖରେ ତ ଏମିତି ହୋଟେଲ ଫୋଟେଲ କିଛି ନାହିଁ ଯେ ଯାଇକି ଚୁଟକିନା ଖାଇଦେଇକି ପଳେଇ ଆସିବି। ଭାଇ, ରୋଷେଇ କରିବାକୁ ହିଁ ପଡ଼ିବ। ରୋଷେଇ ନ କଲେ ସେଦିନ ଉପାସ। ମୁଁ ବି ରୋଷେଇ କରିଥିଲି ଏକ ଜମାଦାର ଷ୍ଟାଇଲରେ। ଦେଖନ୍ତୁ, ତାପରେ ହିପି ଆସିଗଲା। ପୁଣି 5 ମିନିଟରେ ରେଡ଼ି ହେଇଯିବ। ତାକୁ ପୁଣି ଘାଣ୍ଟରେ କିଛି ସମୟ ଘାଣ୍ଟି ପୁଣି ବନେଇ ଦେଇଥିଲି ଇପି। ମସଲା ଟିକେ ପକାଇ ଦେଇଥିଲି, ଲୁଣ ଟିକେ ପକାଇ ଦେଇଥିଲି। ଗ୍ୟାସକୁ କମ୍ ଫ୍ଲେମ୍ ଦେଇକି ରୋଷେଇ କରିଥିଲି। ପୁଣି କଟର କରି ନେଇଥିଲି। ତାପରେ ଜୁସ୍ ବି ବନେଇଦେବା। ଜୁସ୍ ତ ପିଇବାକୁ ପଡ଼ିବ ମର୍ଣ୍ଣିଂରେ। ସେଥିପାଇଁ ମୁଁ ନେଇଥିଲି କିଛି ଅଙ୍ଗୁର। ତା ସହିତ ୱାଶରୁମ୍ ତ ସତରେ ସମସ୍ତଙ୍କର ପ୍ରିୟ, ମୋତେ ବି ପ୍ରିୟ। ଏମିତି କାହା ଲାଇଫରେ ଘଟିଛି କହିବି। ସମୟ ହେଇଯାଉଥିବ, ଏପଟେ ଖାଇବାକୁ ପଡ଼ୁଥିବ। କେତେ ଜଲ୍ଦି ଖାଇବାକୁ ପଡ଼େ। ସତରେ ଯଦି ଆପଣମାନେ ଏମିତି କେବେ ଫିଲ୍ କରିଥିବେ ସୁନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ମୋର ଖାଇବା ସରିଥିଲା, ତା ସହିତ ଜୁସ୍ର ଟିକେ ମଜା ବି ନେଇଥିଲି। ମୁଁ ଚାଲିଲି କାମ କରିବି। ଦେଖା ହେବ ନେକ୍ସଟ ବ୍ଲଗ୍ରେ।